ସାଙ୍ଗମାନେ ଆଜି ମୋ ମନଟା ବହୁତ ଦୁଃଖ ଅଛି। କାହାକୁ ତ କିଛି କହିପାରିବିନି। ଏଇ କାମ ସବୁ କରିକି ଘରର ଯେତେକ କାମ ଦାମ କରିକି ମନକୁ ହାଲକା କରିବା କଥା ଆଉ ଟାଇମ୍ ପାସ୍ କରି ବିଜି ରଖିବା କଥା। ସେଥିପାଇଁ ଆଜି ଟିକେ ଇଚ୍ଛା ହେଲା ଫୁଲକୋବି ମାଛ ଆଳୁ ଦେଇକି ତରକାରୀ ଖାଇବା ପାଇଁ। ସେଥିପାଇଁ ଦେଖୁଥିବେ ତ ବଡ଼ ବଡ଼ ଆଳୁ ଗୁଡ଼ା ଚୋପା ଛଡ଼େଇକି ତାକୁ କାଟିଦେଲି। ଫୁଲକୋବି ତା ଭିତରେ ବି କାଟି ଦେଇଥିଲି। ଫୁଲକୋବି ଆଳୁକୁ ଭାଜିଦେଲି କଡ଼େଇରେ। ତାପରେ ମସଲାଟା ରେଡ଼ି କରିଦେଲି। ମସଲାରେ କିଛି ନାହିଁ ମ, ଖାଲି ରସୁଣ, ଅଦା, ପିଆଜ ଆଉ ଜିରା, କଞ୍ଚା ଲଙ୍କା 2ଟା, ବାସ୍ ସେତିକ ପେଷ୍ଟ କରିଦେଲି। ତାପରେ କଡ଼େଇରେ ଟିକେ ସୋରିଷ ତେଲ ଦେଇଦେଲି। ଆଳୁ ଯେତେବେଳେ ଆଳୁ କୋବି ଭଜା ସରିଗଲା ସେଥିରେ କଡ଼େଇରେ ତେଲ ଟିକେ ଦେଇକି ପିଆଜ ଟିକେ ଭାଜିଦେଲି। ତାପରେ ଅଦା ରସୁଣ ପେଷ୍ଟ ଯେଉଁ କରିଥିଲି ତାକୁ ଦେଇଦେଲି। ଗୋଟେ ବଡ଼ ଟମାଟୋ କାଟିକି ରଖିଥିଲି ତାକୁ ଦେଇଦେଲି। କିଛି ସମୟ ଘୋଡ଼େଇ ଦେଲି। ତାପରେ କଷିଲି ଆଉ କଷିକି ଦେଖନ୍ତୁ ସେଥିରେ ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଟିକେ ଦେଇଦେଲି। ତାକୁ ଭଲ ଭାବରେ କଷିଲି। ସେଥିରେ କିଛି ଟିକେ ମୋର ଚିକେନ ମସଲାଟା ମୋତେ ବହୁତ ଭଲ ଲାଗେ, କିନ୍ତୁ ଯେଉଁଥିରେ ପଡ଼େ ଚିକେନ ମସଲା ବି ଟିକେ ଦେଇଦେଲି ସେଥିରେ। ତାକୁ ଭଲ କି କଷିଲି। କିଛି ସମୟ କଷିଲା ପରେ ତାପରେ ଆଳୁ ଫୁଲକୋବି ଭଲକି କଷିଲି ପକେଇ ଦେଇକି ତା ଦେହରେ। କଷିକି ଦେଖୁନାହାନ୍ତି କେମିତି ଲାଲ ଟହ ତରକାରୀଟା ଦେଖାଯାଉଛି। ତାପରେ ପାଣିଟା ଦେଇଦେଲି। କଞ୍ଚା ପାଣିଟା ଦେଲି। ଆଉ ଟାଇମ୍ ନଥିଲା ସିଝା ପାଣି ଦେବା ପାଇଁ। କ'ଣ କରିଥାନ୍ତି। ପାଣି ଫୁଟିଗଲା ପରେ ଗୋଟେ ଗୋଟେ ମାଛ, ଭାକୁର ମାଛ ପତଳା ପିସ୍ ହେଇଥିଲା, ତାକୁ ସବୁ ଭାଜିକି ରଖିଥିଲି ଆଗରୁ। ସବୁଯାକ ଦେଇଦେଲି, ମୁଣ୍ଡ 2ଟା ଆଉ ମାଛ ସବୁ ଦେଇଦେଲି। ଦେଲା ପରେ କିଛି ସମୟ ଦେଖିଲି ତରକାରୀ ପୁରା ରେଡ଼ି ହେଇଯାଇଛି। ସେଥିରେ ଆଉ କ'ଣ କରିବି। ତାପରେ ଦେଖିଲି ଆଳୁ ବି ସିଝି ଯାଇଛି ଭଲ ଭାବରେ। ଧଣିଆ ପତ୍ର ଆମରି ଛାତ ଉପରେ ଧଣିଆ ପତ୍ର ହେଇଥିଲା, ତାକୁ ଆଣି କାଟିକି ଟିକେ ଟିକେ ପକେଇଦେଲି। ଗରମ ମସଲା ଟିକେ ଲାଷ୍ଟରେ ପକେଇଦେଲି। ଆଉ ଦେଖୁନାହାନ୍ତି ତରକାରୀଟା କଲର୍ କେମିତି ଦେଖାଯାଉଛି।